ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ସୁଖଲତା ମେମୋରିଆଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବନାଟି ସାଧାରଣ ଘୂର୍ଣ୍ଣନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାର ବାଳିକା ବିଭାଗରେ ସୁଖଲତା ସ୍ମୃତି ଉଚ୍ଚ ବିଦ୍ୟାଳୟର ସସ୍ମିତା ବେହେରା ପ୍ରଥମ, ଜୟଶ୍ରୀ ଦଳେଇ ଦ୍ୱିତୀୟ ଓ ରିୟା ଦେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ବାଳକ ବିଭାଗରେ ହରଚଣ୍ଡୀ ସାହି ସରସ୍ୱତୀ ଶିଶୁ ମନ୍ଦିରର ତୃପ୍ତିକାନ୍ତ ହାଁସଦା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୁଖଲତା ସ୍ମୃତି ଉଚ୍ଚ ବିଦ୍ୟାଳୟର ସଦାଶିବ ଶ୍ରୀଚନ୍ଦନ ଦ୍ୱିତୀୟ ଏବଂ ଆକାଶ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରତିଯୋଗିତାର ବିଚାରକ ଦାୟିତ୍ୱ ତୁଲାଇଥିଲେ ବନାଟି ଗୁରୁ ତଥା ସାମ୍ବାଦିକ ବିଷ୍ଣୁଦତ୍ତ ଦାସ, ବନାଟି ଆଚାର୍ଯ୍ୟ ଜଗନ୍ନାଥ ସୁଆର, ସାମ୍ବାଦିକ କୈଳାସ ଚନ୍ଦ୍ର ପଣ୍ଡା, ପିଣ୍ଟୁ ଜେନା ଓ ଆଲୋକ ଗୁରୁ। ଆସନ୍ତା ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ଅବସରରେ ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସରେ ଅନୁଷ୍ଠିତ ହେବାକୁ ଥିବା ପ୍ୟାରେଡ୍ ଉତ୍ସବରେ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ବିତରଣ କରିବେ। ଶିକ୍ଷକ ଧର୍ମେନ୍ଦ୍ର ହାଁସଦା ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।